ବଡ଼ ଭବିଷ୍ୟବାଣୀ କଲେ ବାବା ଭେଙ୍ଗା 2025 ଶେଷ ବେଳକୁ କୋଟିପତି ହେବେ ଏହି ଚାରି ରାଶି। ବନ୍ଧୁଗଣ ନମସ୍କାର, ମୁଁ ଦେବେଶ ଦାସ ଆପଣଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ ମସ୍ତି ଟାଇମକୁ। ଏହା କହିବା ପୂର୍ବରୁ ମୋର ଅନୁରୋଧ କି ଟିକେ ମୋ ଭିଡ଼ିଓକୁ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ପ୍ଲିଜ୍। ବନ୍ଧୁଗଣ ଧ୍ୟାନ ଦିଅନ୍ତୁ, ବାବା ଭେଙ୍ଗା 2025 ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ 2025 ମସିହାରେ କେଉଁ ରାଶି ସବୁଠାରୁ ଧନୀ ହେବେ। ବୁଲଗେରିଆର ରହସ୍ୟମୟ ଭବିଷ୍ୟବକ୍ତା 2025 ବର୍ଷ ବିଷୟରେ ତାଙ୍କର ଭବିଷ୍ୟବାଣୀରେ କହିଛନ୍ତି ଯେ ଏହି ବର୍ଷ କେଉଁ ରାଶି ସବୁଠାରୁ ସଫଳ ହେବ ଏବଂ କେଉଁ ରାଶିର ଏହି ବର୍ଷ ସବୁଠାରୁ ଅଧିକ ଟଙ୍କା ରହିବ। ତାଙ୍କର ଭବିଷ୍ୟବାଣୀ ଏହି ବର୍ଷ ଆରମ୍ଭରୁ ଖବରରେ ରହିଛି। ବାବା ଭେଙ୍ଗା 9/11 ଆକ୍ରମଣ ଏବଂ ରାଜକୁମାରୀ ଡାଇନାଙ୍କ ମୃତ୍ୟୁ ଭଳି ଅନେକ ଭବିଷ୍ୟବାଣୀ କରିଥିଲେ। ବର୍ତ୍ତମାନ 2025 ପାଇଁ ତାଙ୍କର ଭବିଷ୍ୟବାଣୀ ବହୁ ଦିନ ଧରି ନିରନ୍ତର ଆଲୋଚନାରେ ରହିଛି। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରୁ ଜାଣନ୍ତୁ 2025ରେ ନ ଘଟିବାକୁ ଯାଉଛି। ବୁଲଗେରିଆର ବାବା ଭେଙ୍ଗା ତାଙ୍କର ଚାଞ୍ଚଲ୍ୟକର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ଯଦିଓ ତାଙ୍କର ଭବିଷ୍ୟବାଣୀ ଅନେକ ଥର ସତ୍ୟ ପ୍ରମାଣିତ ହୋଇଥିଲା, ସେଗୁଡ଼ିକ ଅନେକ ଥର ବିବାଦରେ ମଧ୍ୟ ଘେରି ରହିଥିଲା। 2025 ବର୍ଷ ବିଷୟରେ ତାଙ୍କର ଭବିଷ୍ୟବାଣୀରେ ସେ କହିଛନ୍ତି ଯେ ଏହା କିଛି ରାଶି ପାଇଁ ପ୍ରଚୁର ଧନ ଏବଂ ସମୃଦ୍ଧି ଆଣିବ। ତାଙ୍କର ରହସ୍ୟମୟ ଭବିଷ୍ୟବାଣୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। 2025ରେ କେଉଁ ରାଶିର ବ୍ୟକ୍ତିମାନେ ସବୁଠାରୁ ଧନୀ ହେବେ? ପ୍ରଥମ ରାଶିଟି ହେଉଛି ମେଷ ରାଶି। ମେଷ ରାଶିର ଲୋକମାନେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ଉଚିତ। ପରିବର୍ତ୍ତନକୁ ଖୋଲା ହୃଦୟରେ ଗ୍ରହଣ କରନ୍ତୁ। ସଫଳତା ଏବଂ ସମୃଦ୍ଧି ହାସଲ କରିବାର ଆପଣଙ୍କର ଇଚ୍ଛା ପୂରଣ ହୋଇପାରିବ। ଆପଣଙ୍କର ସାହସ ଏବଂ ଦୃଢ଼ତା ସହିତ ଆପଣ ମହାନ ସଫଳତା ହାସଲ କରିପାରିବେ। ଆପଣ ଅନୁଭବ କରିପାରନ୍ତି ଯେ ଆପଣ ଏକ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ। ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି। ବୃଷ ରାଶି ପାଇଁ 2025 ଖୁସିରେ ପରିପୂର୍ଣ୍ଣ ହୋଇପାରେ। ଆପଣ ଆପଣଙ୍କର କଠିନ ପରିଶ୍ରମର ଫଳ ପାଇବେ। ନିବେଶ କରିବା ସମୟରେ ସତର୍କ ରୁହନ୍ତୁ। ଏହା ଆପଣଙ୍କୁ ଆର୍ଥିକ ଲାଭ ଦେଇପାରେ। ଏହି ସମୟ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି କରିବା ଏବଂ ଆପଣଙ୍କ କଠିନ ପରିଶ୍ରମର ଆନନ୍ଦ ନେବା ପାଇଁ ଭଲ। କଷ୍ଟ ପରେ 2025 ଆପଣଙ୍କ ପାଇଁ ସ୍ଥିରତା ଆଣିପାରେ। ତୃତୀୟ ରାଶିଟି ହେଉଛି ମିଥୁନ ରାଶି। ଏହି ବର୍ଷ ମିଥୁନ ପାଇଁ ସୁଯୋଗରେ ପରିପୂର୍ଣ୍ଣ ହୋଇପାରେ। ଆପଣଙ୍କ ବୁଦ୍ଧିମତ୍ତା ଏବଂ ଅନୁକୂଳନ ବ୍ୟବହାର କରି ଆପଣ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରିବେ। ଆପଣ ଆର୍ଥିକ ସ୍ଥିରତା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ହାସଲ କରିପାରିବେ। ଆପଣଙ୍କର ସଫଳତା ସାମାଜିକ ସମ୍ପର୍କ ଏବଂ ନେଟୱାର୍କିଂ ଉପରେ ନିର୍ଭର କରିବ। ଆପଣଙ୍କର ସୃଜନଶୀଳତାକୁ ବ୍ୟବହାର କରନ୍ତୁ। ପାରମ୍ପରିକ ପଥରୁ ଦୂରେଇ ଯାଆନ୍ତୁ ଏବଂ ଆପଣଙ୍କର ନୂତନ ଚିନ୍ତାଧାରା ଉପରେ କାମ କରନ୍ତୁ। ଆପଣ ଆପଣଙ୍କର ପ୍ରକୃତ ସ୍ୱଭାବ ସହିତ ସଂଯୋଗ କରି ଅନେକ ସୁଯୋଗ ପାଇପାରିବେ। ଚତୁର୍ଥ ରାଶିଟି ହେଉଛି ସିଂହ ରାଶି। ସିଂହ ପାଇଁ 2025 ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରେ। ଆପଣଙ୍କର ଆଶାବାଦୀ ସ୍ୱଭାବ ବଜାୟ ରଖନ୍ତୁ। ଏହା ଆପଣଙ୍କ ଜୀବନରେ ଭଲ ପରିବର୍ତ୍ତନ ଆଣିପାରେ। ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନିଅନ୍ତୁ। ଏହା ଆପଣଙ୍କୁ ଲାଭଦାୟକ ସୁଯୋଗ ଏବଂ କ୍ୟାରିୟର ଅଭିବୃଦ୍ଧି ଆଣିପାରେ। ଆପଣ ପଦୋନ୍ନତି, ଦରମା ବୃଦ୍ଧି କିମ୍ବା ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ପାଇପାରନ୍ତି। ଏହି ବର୍ଷ ଆପଣଙ୍କ ଆର୍ଥିକ ଲକ୍ଷ୍ୟ ହାସଲ କରିବା ଏବଂ ଆପଣଙ୍କ ଜୀବନକୁ ଉନ୍ନତ କରିବାର ସୁଯୋଗ। ଆପଣ ଦଳର ଜୀବନ ହେବେ ଏବଂ ଆପଣଙ୍କ ଉପସ୍ଥିତି ସ୍ପଷ୍ଟ ହେବ। ଅନେକ ବର୍ଷର ଉତ୍ଥାନ ପତନ ପରେ ଆପଣ ସୁରକ୍ଷିତ ଏବଂ ସ୍ପଷ୍ଟ ଅନୁଭବ କରିବେ। ଧନ୍ୟବାଦ।